ଆଜିର ଏ ଭିଡ଼ିଓରେ ଆପଣମାନେ ଦେଖିପାରିବେ ସୁପର ହିଟ୍ ଡାନ୍ସ ରିମଝିମ୍ ପାନି ବର୍ଷୁଥିଲା ରେ ରିମଝିମ୍ ପାନି ବର୍ଷୁଥିଲା। ନମସ୍କାର ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଆପଣମାନଙ୍କର ଚ୍ୟାନେଲ ଗ୍ରୀନ୍ ମ୍ୟାନ୍ FDରେ ସ୍ୱାଗତ ଜଣାଉଛି। ଦେଖିପାରୁଥିବେ ଏଇଟା ହେଉଛି ଆପଣ ଦେଖିପାରୁଥିବେ ଏଇଟା FTS ମାନେ ଫରେଷ୍ଟର ଟ୍ରେନିଂ ସ୍କୁଲ ଜି ଉଦୟଗିରି, ଯେଉଁଟାକି ଆପଣମାନେ କନ୍ଧମାଳ ଡିଷ୍ଟ୍ରିକ୍ଟରେ ପାଇବେ। ତାର ଫରେଷ୍ଟ ଗାର୍ଡ଼ ଟ୍ରେନିଂ ପ୍ରୋଗ୍ରାମ ଏଇଟା ଚାଲିଛି। ତ ଏଇଟା ହେଉଛି ଗୋଟିଏ ସେଲିବ୍ରେସନ୍। କ'ଣ ସେଲିବ୍ରେସନ୍ ନା ଏଇଟା 0 ନାଇଟ୍ ସେଲିବ୍ରେସନ୍। ଜାନୁଆରୀ 1 ଆମର ନୂଆବର୍ଷ ସେଲିବ୍ରେସନ୍ ଚାଲିଛି। ଏଇଟା ରାତିର ସମୟ ପ୍ରାୟ 1 କିମ୍ବା 1:30 ସେଇ ପାଖାପାଖି ସମୟ। ଏଇଟା ଦେଖିପାରୁଥିବେ ତ ରିମଝିମ୍ ପାନି ବର୍ଷୁଥିଲା। ପାଣି ତ ବର୍ଷା ହେଉନାହିଁ, କିନ୍ତୁ ବହୁତ କାକର ଥଣ୍ଡା ପ୍ରଚୁର ପରିମାଣରେ ହେଉଥିଲା ସେଇ ଟାଇମ୍ରେ। ତ ଦେଖନ୍ତୁ, ସେଇଥିପାଇଁ ମଝିରେ ନିଆଁ ଜଳାଇ ସମସ୍ତେ ଡାନ୍ସ କରୁଛନ୍ତି। ପିଲାମାନେ ରାଉଣ୍ଡ ହେଇକି ଚାରିପାଖରେ ରିମଝିମ୍ ପାନି ବର୍ଷୁଥିଲା। ତ ଏଇଭଳିଆ ଡ୍ୟାନ୍ସ ଦେଖନ୍ତୁ ଆପଣମାନେ ପାଇପାରିବେ। ଆଉ ଟ୍ରେନିଂ ଲାଇଫ୍ ଫରେଷ୍ଟ ଗାର୍ଡ଼ କେମିତି ଚାଲିଛି। 2ଟା ଟ୍ରେନିଂ ସେଣ୍ଟର ଅଛି ଆମର ଓଡ଼ିଶାରେ। 2ଟା ଟ୍ରେନିଂ ସେଣ୍ଟରରେ ଏବେ ଚାଲିଛି ଗାର୍ଡ଼ମାନଙ୍କର। ସେଟା ହେଉଛି ଆମର ଚମ୍ପୁଆ କେଉଁଝର ଡିଷ୍ଟ୍ରିକ୍ଟର, ଆଉ ଏଇଟା ଜି ଉଦୟଗିରି, ଯେଉଁଟାକି ଆପଣଙ୍କର କନ୍ଧମାଳ ଡିଷ୍ଟ୍ରିକ୍ଟର। ତ ଦେଖିପାରୁଥିବେ କେମିତି ଏନ୍ଜୟ କରୁଛନ୍ତି ଟ୍ରେନିଂସ୍ ମାନେ ସମସ୍ତେ। ପିଲାମାନେ ସମସ୍ତେ ବହୁତ ଭଲ ଭାବରେ ଖୋଲିକି ଏନ୍ଜୟ କରୁଛନ୍ତି। ଦେଖୁଥିବେ ସମସ୍ତେ, କାହିଁକି ନା ଦେଖନ୍ତୁ, ଯେତେ ବି ଏମ୍ପ୍ଲୟି ଅଛନ୍ତି, ମାନେ ଯେତେ ସମସ୍ତଙ୍କର ଟ୍ରେନିଂ ପଡ଼ିଛି, ଯେଉଁମାନଙ୍କର ଯେତେ ବି ଏମ୍ପ୍ଲୟି ଅଛନ୍ତି, ସେମାନେ ତାଙ୍କର ବଞ୍ଚିଥିବା ପର୍ଯ୍ୟନ୍ତ ଟ୍ରେନିଂ ଲାଇଫ୍ର ଯେଉଁ ବି ସ୍ମୃତି ଅଛି ସେଟା କେବେ ବି ଭୁଲି ପାରିବେନି। ଆମେମାନେ ମଧ୍ୟ ଯେତେ ବି ଟ୍ରେନିଂ ଅଛୁ, ଫରେଷ୍ଟ ଗାର୍ଡ଼ ଟ୍ରେନିଂସ୍ ମାନେ ସମସ୍ତେ ଆମ ଲାଇଫ୍ରେ କେବେ ବି ଏଇ 6 ମାସ ସମୟ ମଧ୍ୟରେ ଯାହା ବି ମୁଭମେଣ୍ଟ, ଏଭ୍ରି ମୁଭମେଣ୍ଟ, ଡେ ଟୁ ଡେ, ଗୋଟେ ମିନିଟ୍, ଗୋଟେ ଘଣ୍ଟା ଯାହା ବି ଆମେ ବିତେଇଛୁ ସମସ୍ତେ ଗୋଟିଏ ଜାଗାରେ, ତ ସେଇଟା ଆମେ କେବେ ବି ଭୁଲି ପାରିବୁ ନାହିଁ। ଏବଂ କେଉଁଠି ମଧ୍ୟ କେହି କାହା ସହିତ ଦେଖା ହେଲେ କେହି କାହାର ଚେହେରା ମଧ୍ୟ କେବେ ବି ଭୁଲି ହେବ ନାହିଁ। କାହିଁକି ନା ଏଇଟା ହେଉଛି ସମସ୍ତଙ୍କ ମନରେ ଏକ ଅଭୁଲା ସ୍ମୃତି। ତ ସେଇ ହିସାବରେ ଦେଖନ୍ତୁ, ସମସ୍ତ ଟ୍ରେନିଂସ୍ ମାନେ ମନ ଖୋଲିକି ଡାନ୍ସ କରୁଛନ୍ତି, ଏନ୍ଜୟ କରୁଛନ୍ତି। ଏଇଟା ଗୋଟେ 1-2 ଘଣ୍ଟା ମଧ୍ୟର ମାନେ ଏନ୍ଜୟମେଣ୍ଟଟା 2 ଘଣ୍ଟା ସମୟ ପାଇଁ ଚାଲିଥିଲା। 11ଟା ଅଧେ କି 12ଟାରୁ ନେଇକି 2ଟା ପର୍ଯ୍ୟନ୍ତ 2 ଘଣ୍ଟା ମଧ୍ୟରେ ସବୁ କାର୍ଯ୍ୟକ୍ରମ ହେଇଥିଲା। ତ ସେଇ ସମୟ ମଧ୍ୟରେ ପୁରା 6 ମାସ ତାକୁ ପୁରା ଏନ୍ଜୟ କରୁଛନ୍ତି ଡାନ୍ସ କରିକି। ଦେଖିପାରୁଥିବେ ସମସ୍ତଙ୍କ ମନରେ ହସ ଏବଂ ଖୁସି କିଛି ସମୟ ପାଇଁ ବାହାରି ପଡ଼ୁଛି, ପ୍ରସ୍ଫୁଟିତ ହୋଇଯାଉଛି। ତାପରେ ଦେଖନ୍ତୁ, ଏଇଠି ଯେତେ ବି ଟ୍ରେନିଂସ୍ ପିଲା ତ ଗଲେ, ଯେତେ ଟ୍ରେନିଂସ୍ ପିଲା ନେଇନାହାନ୍ତି, କାହିଁକି ନା ଆଉ ଅଛନ୍ତି, ଆଉ ନହେଲେ ବି ଆଉ 600 ପାଖାପାଖି ପିଲା ଅଛନ୍ତି। ତ ସେମାନେ ଆସିବେ ଟ୍ରେନିଂ। ତାପରେ ଏବେ ଯେଉଁଟା 1600-1700 ପୋଷ୍ଟ ବାହାରିଛି, ସେଇଠୁ ପିଲା ଯଦି କ୍ରାକ୍ କଲେ ଏକ୍ଜାମ୍, ତାପରେ ସେମାନେ ବି ଟ୍ରେନିଂ ଆସିବେ। ତ
ଏଇଭଳିଆ ଦେଖନ୍ତୁ ଏନ୍ଜୟ ଆପଣମାନେ ବି କରିପାରିବେ। ଆଉ ଆପଣମାନଙ୍କ ଜୀବନରେ ଏହି ସମୟଟା, ଏହି 6 ମାସ ମୁହୂର୍ତ୍ତଟା ଆପଣଙ୍କ ଲାଇଫ୍ରେ ଅଭୁଲା ସ୍ମୃତି ହିସାବରେ ରହିଯିବ। ତ ଭଲ କି ଏନ୍ଜୟ କରିବେ ଆପଣମାନେ ମଧ୍ୟ। ଆଉ କାହିଁକି ନା ଦେଖନ୍ତୁ ତାପରେ ଅଛି ସକାଳୁ ପିଟିରୁ ଧରିକି ଆପଣମାନେ କ୍ଲାସ୍ ରୁମ୍ରେ ଯିବେ, କ୍ଲାସ୍ ରୁମ୍ରେ ହସି ମଜାକ ମାନେ ପାଠ ବି ପଢ଼ିବେ। ତାପରେ ଡାଇନିଂ ହଲ୍ ଅଛି, ଏକା ସାଙ୍ଗରେ ଖାଇବେ। ତାପରେ ଆମ ଟାଇମ୍ରେ ଦେଖନ୍ତୁ ଏବେ ଶୀତ ମାସ ଟାଇମ୍ରେ ଆମର ଫେବୃଆରୀରୁ ଯେଉଁଟାକି ଅଗଷ୍ଟରୁ ଫେବୃଆରୀ ପର୍ଯ୍ୟନ୍ତ ଯେଉଁ ଟାଇମ୍ଟା ଥିଲା, ଏଇ ଟାଇମ୍ରେ ବହୁତ ପର୍ବପର୍ବାଣି ପଡ଼ିଥିଲା। ଯେମିତିକା ହେଲା ଆମର ଦୀପାବଳି ହେଲା, ତାପରେ ଆମର ଗଣେଶ ପୂଜା ହେଲା, ଦଶହରା ହେଲା। ତ ଏଇଭଳିଆ ବହୁତ ପର୍ବପର୍ବାଣି ପଡ଼ିଛି। ପର୍ବପର୍ବାଣିରେ ମଧ୍ୟ ବହୁତ ଏନ୍ଜୟ କରିପାରିବେ ସମସ୍ତେ। ଆମେମାନେ ବି ଏନ୍ଜୟ କରିଛୁ ସେଇ ସବୁ ପର୍ବପର୍ବାଣି ଟାଇମ୍ରେ। ତ ସେହି ସବୁ ଜିନିଷ ଫଟୋ ଉଠା ହେଲା। ତାପରେ ଆପଣମାନେ ଫିଲ୍ଡରେ ଗେମ୍ ପିରିୟଡ଼ରେ ଗେମ୍ ଖେଳିବେ। ବିଭିନ୍ନ ପ୍ରକାର ଖେଳ, ବ୍ୟାଡ଼ମିଣ୍ଟନ୍ ହେଲା, ଭଲିବଲ୍ ହେଲା, କ୍ରିକେଟ୍ ହେଲା, କି ଝିଅମାନଙ୍କର ଅନେକ ପ୍ରକାର ଖେଳ ଅଛି। ତ ସେମାନେ ବି ଯେଉଁ ଟାଇମ୍ ସ୍ପେଣ୍ଡ କରୁଛନ୍ତି ମିଳିମିଶିକି, ସେସବୁ ଜିନିଷ ଆପଣମାନେ ଆଉ କେବେ ବି ଆପଣ ଫିଲ୍ଡରେ ଆପଣମାନଙ୍କର ଲାଇଫ୍ରେ ସେଇଟା ପାଇପାରିବେ ନାହିଁ। କାହିଁକିନା ଦେଖନ୍ତୁ ଜବ୍ କରିବା ମାତ୍ରକେ ଆପଣ ଫରେଷ୍ଟ ଗାର୍ଡ଼ର ଡ୍ୟୁଟି ହେଲା କି ଫରେଷ୍ଟରର ଡ୍ୟୁଟି ହେଲା, ଆପଣମାନେ ଫିଲ୍ଡରେ ସକାଳୁ ସନ୍ଧ୍ୟା ଯାଏଁ କେତେବେଳେ କେଉଁ କାମ ପଡ଼ିବ ଆପଣ ସବୁବେଳେ ବ୍ୟସ୍ତ ରହିବେ। କାହିଁକିନା ଫରେଷ୍ଟ ଡିପାର୍ଟମେଣ୍ଟ ହେଉଛି 24/7 ଆୱାର ଡ୍ୟୁଟିସ୍। ତ ସେଇ ହିସାବରେ ଅନେକ ପ୍ରକାର ଟେନସନ୍ ଅଛି, ବହୁତ ଫିଲ୍ଡ କାମ ଅଛି। ତ ସକାଳୁ ସନ୍ଧ୍ୟା ଯାଏଁ ଆପଣ କାହା ସାଙ୍ଗରେ କ'ଣ କେତେବେଳେ ଟାଇମ୍ର ଠିକ୍ ନାହିଁ। ତ କେଉଁଠି ଆପଣ ଖେଳିଯିବେ, କ'ଣ କରିବେ, କିଛି ଠିକ୍ ନାହିଁ। ତ ଏଇ 6 ମାସ ପର୍ଯ୍ୟନ୍ତ କିମ୍ବା ଆପଣଙ୍କର ଫରେଷ୍ଟର ଯଦି ହେବେ ବୋଲେ 1 ଇୟର୍ ପର୍ଯ୍ୟନ୍ତ ଯେଉଁ ଟ୍ରେନିଂ ପିରିୟଡ଼ ରହିବ ସେଟା ବହୁତ ଭଲ ଭାବରେ ଏନ୍ଜୟ କରିବେ। ଆଉ ସେଇ ଜିନିଷଟା, ସେଇ ସମୟଟା ଆପଣମାନଙ୍କ ବହୁତ ମନେ ପଡ଼ିବ। ୟୋ ୟୋ ହରି ସିଂହ ଗୀତ ଚାଲିଛି, ଶୁଣିପାରୁଥିବେ। ଡ୍ୟାନ୍ସ ଚାଲିଛି ଏଇଟା। अभी तो पार्टी शुरू हुई है। ଏଇ ସଙ୍ଗ ଉପରେ ଡ୍ୟାନ୍ସ ଚାଲିଛି ଏଇଟା। ପିଲାମାନେ ପାର୍ଟି शुरू କରିଛନ୍ତି ନା ଶେଷ କରିଛନ୍ତି ସେଇଟା ଜଣାପଡ଼ୁନି। ତ ପିଲାମାନେ ନାଚି ଚାଲିଛନ୍ତି। ଥମିବାର ନାଁ ନାହିଁ, ଥକିବାର ନାଁ ନାହିଁ। ଭିଡ଼ିଓ ସୁଟିଂ ବି ଚାଲିଛି, ଫଟୋ ବି ଚାଲିଛି, ନାଚ ବି ଚାଲିଛି। ପିଲାମାନେ ଫୁଲ୍ ଏନ୍ଜୟ କରୁଛନ୍ତି ଯେ ଯାହା ହିସାବରେ। ଷ୍ଟେପ୍ ଟୁ ଷ୍ଟେପ୍ ଦେଇକି ନାଚ ଚାଲିଛି ମଧ୍ୟ। ପିଲାମାନେ ନାଚିବାରେ ଆମ ପିଲା ସବୁ ଧୁରନ୍ଧର ଟେନିସ୍ ମାନେ, ଦେଖିପାରୁଥିବେ। ଏବେ ତ ଦେଖନ୍ତୁ ଆଉ ଏଇଟା ଚିକନି ଚମେଲି ଷ୍ଟାର୍ଟ ହେଇଗଲା ଆପଣଙ୍କର। ଚିକନି ଚମେଲି ଉପରେ ଡାନ୍ସ ଚାଲିଛି, ଧୂଆଁଧାର ଡାନ୍ସ। ପିଲାମାନେ ପୁରା ଏଭଳିଆ ଡାନ୍ସ କରୁଛନ୍ତି, କ୍ୟାଟ୍ରିନା କୈଫ୍ ମଧ୍ୟ ହାରିଯିବ। ଡ୍ୟାନ୍ସ ଦେଖୁଥିବେ। ତ ଏହିପରି ଭିଡ଼ିଓ ପାଇବା ପାଇଁ ଟ୍ରେନିଂ ଲାଇଫ୍ କ'ଣ କେମିତି ରହିଥାଏ, ତାପରେ ଜବ୍ ପ୍ରୋଫାଇଲ୍ କେମିତି କ'ଣ ରହିଥାଏ, ତାପରେ ଆଉ ମଧ୍ୟ ଏକ୍ଜାମ୍ ରିଲେଟେଡ଼୍, ଫିଜିକାଲ୍ ରିଲେଟେଡ଼୍, ମେଡ଼ିକାଲ୍ ରିଲେଟେଡ଼୍ ଯାହା ବି ଆପଣଙ୍କର ଡାଉଟ୍ ଅଛି ସବୁ ଏ ଚ୍ୟାନେଲ୍ରେ ମିଳିଯିବ। ତ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ଯାହା ବି ଆପଣଙ୍କର କ୍ୱେଶ୍ଚନ୍ ଅଛି, ଡାଉଟ୍ ରହୁଛି, ଭିଡ଼ିଓରେ କମେଣ୍ଟ କରନ୍ତୁ। ମୁଁ ସେଇଥିପାଇଁ ଆପଣଙ୍କର ଭିଡ଼ିଓ ଆଣିବି। ତ ଆଉ କ'ଣ ଦେଖନ୍ତୁ, କ'ଣ ଜବ୍ ଅଛି, କ'ଣ ଡ୍ୟୁଟି କେମିତି। ଫରେଷ୍ଟ ଡିପାର୍ଟମେଣ୍ଟ ଭିତରେ ମଧ୍ୟ ବିଭିନ୍ନ ପ୍ରକାର ବ୍ରାଞ୍ଚ ଅଛି, ତା'ର 3ଟା ବ୍ରାଞ୍ଚ ଅଛି। ତ ସେଇ ବ୍ରାଞ୍ଚ ଭିତରେ କେଉଁ ବ୍ରାଞ୍ଚ ଭଲ କ'ଣ ସବୁ ମଧ୍ୟ ମୁଁ କହିବି, ତା'ର ଭିଡ଼ିଓ ଆଣିବି। ତ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯଦ୍ୱାରା କି ଆପଣମାନେ ବେଲ୍ ଆଇକନ୍କୁ ବି ପ୍ରେସ୍ କରିଥିବେ। ଭିଡ଼ିଓ ଆସିବା ମାତ୍ରକେ ଆପଣ ପ୍ରଥମେ ଦେଖିପାରିବେ।
ତାପରେ ଏଇ ଚ୍ୟାନେଲରେ ଜବ୍ ରିଲେଟେଡ଼୍ ଇନଫର୍ମେସନ୍ ବି ଦିଆହେଉଛି, ସେଇଟା ମଧ୍ୟ ଆପଣମାନେ ପାଇପାରିବେ। କେମିତି ଆପଣଙ୍କର LI ହେଲା, ଫରେଷ୍ଟ ଗାର୍ଡ଼ କିମ୍ବା ଆମର RI ARI ଅମିନ୍, ICDS ସୁପରଭାଇଜର, SFS, ସେସବୁ ଯାହା ବାହାରିଛି ତା'ର ପ୍ରିପାରେସନ୍ ଷ୍ଟ୍ରାଟେଜି, କେଉଁ ବୁକ୍ ଫଲୋ କରିବେ, କ'ଣ ନା କ'ଣ ସେଇଟା ମୁଁ ସବୁ ଜିନିଷ କହିବି। ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ସବୁକିଛି ଆପଣମାନେ ପାଇପାରିବେ। ବର୍ତ୍ତମାନର କଥା ଯଦି ଦେଖିବା, ଦେଖନ୍ତୁ ଏବେ ତ ଆମ ଆନୁଆଲ୍ ଏକ୍ଜାମ୍, ଫାଇନାଲ୍ ଏକ୍ଜାମ୍ ସରିକି, ପ୍ରାକ୍ଟିକାଲ୍ ଏକ୍ଜାମ୍ ବି ସବୁ ସରିକି, ତାପରେ ମାରାଥନ୍ ରେସ୍ ଥିଲା 14 କିଲୋମିଟର ପୁଅମାନଙ୍କର, 8 କିଲୋମିଟର ଝିଅମାନଙ୍କର, ତାହା ବି ସରିଲାଣି। ତାପରେ ସ୍ପୋର୍ଟସ୍, ଫାଇନାଲ୍ ସ୍ପୋର୍ଟସ୍ ଯେଉଁଟା ଥିଲା, ସ୍ପୋର୍ଟସ୍ ବି ସରିଗଲାଣି। ତା'ର ଭିଡ଼ିଓ ମଧ୍ୟ ମୁଁ ଅପଲୋଡ଼ କରିଦେବି, ସେଇଟା ମଧ୍ୟ ଆପଣମାନେ ଦେଖିପାରିବେ। ତାପରେ ଦେଖନ୍ତୁ ଏବେ ଆମର ସବୁ ଜିନିଷ ଫାଇନାଲ୍ ପେରିୟଡ଼ ପାଇଁ ଚାଲିଛି, ପ୍ରିପାରେସନ୍, ପ୍ରାକ୍ଟିସ୍ ଚାଲିଛି। ତାପରେ ଆପଣଙ୍କର 23ରେ ଆମର ଫାଇନାଲ୍ ଅଛି, ପାସିଂ ଆଉଟ୍ ପେରିୟଡ଼ଟା ଯେଉଁଟା ଆମେ କହୁଛି। ତା ପୂର୍ବରୁ 22 ତାରିଖରେ କଲଚରାଲ୍ ପ୍ରୋଗ୍ରାମ୍ ହେବ, ଯେଉଁଥିରେ କି ସମସ୍ତେ ପାର୍ଟିସିପେଟ୍ କରିବେ। ବହୁତ ଗ୍ରୁପ୍ ଡ୍ୟାନ୍ସ ମାନେ ସଙ୍ଗ୍, ଗୀତ ଗାଇବେ। ତ ବିଭିନ୍ନ ପ୍ରକାର ଯେଉଁଟା ପ୍ରୋଗ୍ରାମ୍ ହେବ, ସେଇ ଭିଡ଼ିଓ ମଧ୍ୟ ଆପଣମାନେ ପାଇପାରିବେ। ତାପରେ ଆପଣଙ୍କର 23 ତାରିଖ ଦିନ ଫାଇନାଲ୍ ପାସିଂ ଆଉଟ୍ ଯେଉଁଟା ଅଛି, ତା'ର ଭିଡ଼ିଓ ମଧ୍ୟ ମୁଁ ଅପଲୋଡ଼ କରିଦେବି, ଆପଣମାନେ ଦେଖିପାରିବେ। ତ ଭିଡ଼ିଓକୁ ସେୟାର କରନ୍ତୁ ଅଧିକରୁ ଅଧିକ ଆପଣମାନଙ୍କର ସାଙ୍ଗମାନଙ୍କ ସହିତ, ଯେଉଁମାନେ ଫରେଷ୍ଟ ଗାର୍ଡ଼, ଫରେଷ୍ଟର, LI ପାଇଁ ପ୍ରିପେୟାର ହେଉଛନ୍ତି, ତାଙ୍କମାନଙ୍କୁ ସେୟାର କରନ୍ତୁ। ଅଧିକରୁ ଅଧିକ କମେଣ୍ଟ ଦିଅନ୍ତୁ। କମେଣ୍ଟ ଯେତିକି ଦେବେ, ଆପଣମାନଙ୍କର କ୍ୱେଶ୍ଚନ୍ କିମ୍ବା ଡାଉଟ୍ ଯେଉଁଟା ରହୁଛି, ସେଇ ହିସାବରେ କମେଣ୍ଟ କରନ୍ତୁ। ସେହି ଜିନିଷଟା ମୁଁ ସେଇ ହିସାବରେ ଯେତିକି କମେଣ୍ଟ କରିବେ, ଯେତିକି ଯେଉଁ ଟପିକ୍ରେ ଆପଣମାନେ କମେଣ୍ଟ କରିବେ, କ୍ୱେଶ୍ଚନ୍ ଡାଉଟ୍ କରିବେ, ସେହି ହିସାବରେ ମୁଁ ସେହି ଟପିକ୍କୁ ନେଇକି ଭିଡ଼ିଓ କରିଦେବି। ତ ଅଧିକରୁ ଅଧିକ ସେୟାର କରନ୍ତୁ, ଯଦ୍ୱାରା କି ମୁଁ ଭିଡ଼ିଓ ସେହି ଟପିକ୍କୁ ନେଇ କରିପାରିବି। କମେଣ୍ଟ ସେଥିରେ ଭିଡ଼ିଓରେ କରନ୍ତୁ। ତାପରେ ଦେଖନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆଉ ଯେଉଁମାନେ ଜବ୍ ଅଲରେଡ଼ି ପାଇସାରିଛନ୍ତି ଗତ ଥର, ଆଉ ଟ୍ରେନିଂ ଆସିନାହାନ୍ତି, ତାଙ୍କର ଟ୍ରେନିଂ ସରିନାହିଁ, ଆପଣମାନେ ଯଦି ଆପଣଙ୍କର ସାଙ୍ଗ ଅଛନ୍ତି କେହି, ତ ତାଙ୍କମାନଙ୍କୁ ମଧ୍ୟ ସେୟାର କରିପାରିବେ। ସେମାନେ ଜାଣିପାରିବେ କି ଟ୍ରେନିଂ ଲାଇଭ୍ରେ 6 ମାସ ଟ୍ରେନିଂ ଭିତରେ କ'ଣ କେମିତି ହୁଏ, ପ୍ରୋଗ୍ରାମ୍ କ'ଣ ରହିଥାଏ, କ'ଣ ନାହିଁ, ସେସବୁ ଜାଣିପାରିବେ। ବହୁତ ସାରା ଭିଡ଼ିଓ ମୁଁ ଏ ଚ୍ୟାନେଲରେ ଅପଲୋଡ଼ କରିଦେଇଛି। ପ୍ରୋଫାଇଲ୍ ହିସାବରେ ଅଛି, ପ୍ଲେଲିଷ୍ଟ ହିସାବରେ ସେସବୁ ଦେଖିପାରିବେ। ତ ଭିଡ଼ିଓକୁ ନିଶ୍ଚୟ ସେୟାର କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଆଉ ନିଶ୍ଚୟ ସବସ୍କ୍ରାଇବ୍ କରିବେ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ଭିଡ଼ିଓକୁ ଏନ୍ଜୟ କରନ୍ତୁ। ଥ୍ୟାଙ୍କ ୟୁ। Settle down, please. Settle down, please.